ତମ ବାହାଘର ହେଲେ କେତେ ଖୁସି ହବ ଫ୍ୟାମିଲି ରେ କାହାର ହେଲେ କେତେ ଖୁସି ହବ ହେଇନା ଏ ଯାଏ ହେଇନା ହେଇଛୁ ନା ହେଇନା ଓ ହବା କଥା ନା ଆଉ ବୟସ ହେଇନି ହଁ ମେଟ୍ରିକ ଏକ୍ଜାମ ଦେଇଛନ୍ତି ବା ଆଚ୍ଛା କଣ କିଛି ସତ କିଛି ମିଛରେ ଆଜି ସତ ସତିକା ବାହାର ହଉଛି ନା ମିଛ? ଫାଷ୍ଟ ତ ନମସ୍କାର ଜୟ ଶ୍ରୀ ଜଗନ୍ନାଥ କିଛି ସତ କିଛି ମିଛରେ କିଛି ସତ ଅଛି କିଛି ମିଛ ଅଛି ତ ବାହାଘର ସତରେ ହଉଛି କି ମିଛରେ ହଉଛି ସେଇଟା ତ ମୁଁ କହିଦେଲେ ଅଡିଏନ୍ସ ଆଉ ଦେଖିବେନି ତ ମୁଁ ଚାହିଁକି ସମସ୍ତେ ଦେଖ ଆଉ ଦେଖିଲେ ଜାଣିପାରିବ ସତରେ ବାହାଘର ହଉଛି ନା ମିଛରେ ହଉଛି କଣ ଏମିତି ଗୋଟେ ପିଲାଟାକୁ ନଷ୍ଟ କରିଦଉଛ ଦି ଭଉଣୀ ଲାଗିକି ଠିକ କଥା ଦି ଭଉଣୀ ନୁହେଁ ଫାଷ୍ଟ ତ ମୁଁ କହୁଛି ମୁଁ ହଉଛି ହିରୋର ଖୁଡ଼ି କ୍ୟାରେକ୍ଟର ସ୍ନିଗ୍ଧା ହଁ ନେଗେଟିଭ ଅଛି ବଟ୍ କିଛି ନଷ୍ଟ କରୁନି ଆକ୍ଚୁଆଲି ଟିକେ ଟୁଇଷ୍ଟ ନ ରହିଲେ ଭଲ ହବନି ଯଦି ଆମେ ଡାଲିରେ ଟିକେ ତଡ଼କା ନ ଦେବା ତାହେଲେ କେମିତି ଲାଗିବ ସିଝା ଖାଇବାକୁ ତ ଭଲ ଲାଗିବନି ତ କିଛି ପଜିଟିଭ କିଛି ନେଗେଟିଭ ରହିବା ନିହାତି ଦରକାର ଯଦି ଭଲ ହେଉଛି ତାହେଲେ ଖରାପ ତ ନିହାତି ରହିବା ଦରକାର ଆପଣଙ୍କ ହିସାବରେ କିଛି ସତ କିଛି ମିଛକୁ ଯୋଉ ଭଲ ପାଇବା ମିଳୁଛି ଦର୍ଶକଙ୍କର କଣ ଦେଖିକି ଭଲ ପାଇଲେ କୋଉ କ୍ୟାରେକ୍ଟରକୁ ଦର୍ଶକ ଅଧିକ ଭଲ ପାଉଛନ୍ତି ବୋଲି ଆପଣ ଆଶା ତ ସେମିତି କିଛି ନାହିଁ ମୁଁ ଜାଣିଛି ଆମ ଓଡ଼ିଶାର ସବୁ ଦର୍ଶକ ମାନେ ସବୁ କଳାକାରଙ୍କୁ ବେଶୀ ଭଲ ପାଆନ୍ତି ଅଧିକ ଟିକେ ବେଶୀ ଭଲ ପାଆନ୍ତି ଆମ ସିରିଏଲର ହିରୋଇନ୍ ମାନଙ୍କୁ ଆକ୍ଚୁଆଲି ସତରେ ଏଇଟା କିନ୍ତୁ ଯଦି ମୁଁ ବି ଅଡ଼ିଏନ୍ସ ଥିଲି ମୁଁ ବି ବେଶୀ ଭଲ ପାଏ ହିରୋଇନ୍କୁ ମୋ ଫ୍ୟାମିଲିରେ ବି ସମସ୍ତେ ଯେଉଁ ଗୋଟେ ଷ୍ଟୋରିରେ ପ୍ରାୟତଃ ସିରିଏଲରେ ହିରୋଇନ୍ ମାନଙ୍କ କାନ୍ଧରେ ବହିଟା ଯାଇଥାଏ ମାନେ ବେଶୀ କରି ବଟ୍ ସବୁ କ୍ୟାରେକ୍ଟର ମାନେ ଯେହେତୁ କ୍ୟାରେକ୍ଟର ଆସିଲେ ଗୋଟେ ଷ୍ଟୋରି ବନିଲେ ସିରିଏଲ ଗୋଟେ ଷ୍ଟୋରି ହବ ତାପରେ ଅଡ଼ିଏନ୍ସ ଦେଖିବେ କିନ୍ତୁ ବେଶୀ ଟିକେ ଭଲ ପାଇବା ଅଡ଼ିଏନ୍ସ ମାନେ ଆମ ହିରୋଇନ୍କୁ ହିଁ ଦିଅନ୍ତି ତାପରେ ଆମମାନଙ୍କୁ ବି ମିଳୁଛି ଆଚ୍ଛା ରିଲରେ ରଙ୍ଗ ବୋଳିକି ମୁହଁରେ ଯେତେବେଳେ ଆପଣ କଳା ଦେଖାନ୍ତି ଦର୍ଶକଙ୍କ ମନୋରଞ୍ଜନ କରନ୍ତି ସେଠୁ ଟିକେ ନିବୃତ୍ତ ରହିଲେ ବେଳେବେଳେ ରିଲରେ ଯୋଉଟା ଥାଏ ରିଅଲକୁ ବେଳେବେଳେ ହୁଏ କି ନାହିଁ କିନ୍ତୁ ଏଇଟା ରିଲରେ ଟିକେ ଟିକେ ଦେଖାଯାଏ କି ନାହିଁ ରିଅଲ ନାଇଁ ମୁଁ ଏଇ କ୍ୟାରେକ୍ଟର କଥା କହୁଛି ପର୍ଟିକୁଲାର ସ୍ନିଗ୍ଧା ଆଉ ପାୟଲ ପୁରା ଡିଫରେଣ୍ଟ କ୍ୟାରେକ୍ଟର ପାୟଲ ଜମା ବି ସେମିତି ନୁହେଁ ପାୟଲ ବହୁତ ଭଲ ଯେଉଁମାନେ ମୋତେ ପର୍ସନାଲି ଜାଣିଛନ୍ତି ଆଉ ଫାର୍ଷ୍ଟ ଟାଇମ୍ ପାଇଁ ଜି ସାର୍ଥକ ସହିତ ମୋର 9 ବର୍ଷର ସମ୍ପର୍କ ତ ଫାର୍ଷ୍ଟ ଟାଇମ୍ ପାଇଁ ଏମିତି ଗୋଟେ କ୍ୟାରେକ୍ଟର ମୁଁ ପ୍ଲେ କରୁଛି ତ ମୁଁ ବହୁତ ଖୁସି ଅଛି ଟ୍ରାଏ କରୁଛି ମୋର ବେଷ୍ଟ ଦେବା ପାଇଁ ତ ଅଡ଼ିଏନ୍ସ ମାନେ ଡିସାଇଡ୍ କରିବେ ବଟ୍ ଟିକେ ଡିଫରେଣ୍ଟ ରହେ ମୁଁ କହିଦେଲେ ଆଉ ସେ ଦେଖିବେ କ'ଣ ଯେ ଦେଖିବାକୁ ପଡ଼ିବ କିନ୍ତୁ କହିଦେଲେ ତ ହବନି ଏଇ ରାତି 8টাରେ ଆଚ୍ଛା ସୋମବାରରୁ ଶନିବାର ରାତି 8টাରେ ଆମ ଜି ସାର୍ଥକରେ ଆଉ କୋଉଥିରେ ଦେଖିବେ ରାତି 8টাରେ କିନ୍ତୁ ଭୁଲିବେନି ସମୟ ଆଚ୍ଛା ଆଉଥରେ ପଳେଇବା ସୋମବାରରୁ ଶନିବାର ରାତି 8টাରେ କିଛି ସତ କିଛି ମିଛ ଦେଖିବାକୁ ଜମା ବି ଭୁଲିବନି କେବଳ ଆଉ କେବଳ ଆମ ଜି ସାର୍ଥକରେ।